ଗଜପତି ଜିଲ୍ଲା ମୋହନା ଓ ରାୟଗଡ଼ା ଥାନା ଅଞ୍ଚଳରେ ହୋଇଥିବା ଡକାୟତି ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ରାମଗିରି ଥାନା ଅଞ୍ଚଳର ତ୍ରିନାଥ ବଡ଼ମୁଣ୍ଡି, ଗଗନ ବଡ଼ମୁଣ୍ଡି, ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅଞ୍ଚଳର ଅମିୟ ପାଲ ଓ ଚିକିଟି ଥାନା ଅଞ୍ଚଳର ସୀମାଞ୍ଚଳ ପ୍ରଧାନ। ସେମାନଙ୍କଠାରୁ 3ଟି ଏଲ୍ଇଡି ଟିଭି, ଗୋଟିଏ କ୍ୟାମେରା ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି। 2023 ମସିହା ଡିସେମ୍ବର 12-24 ତାରିଖରେ ଆମର ଗୋଟେ ଲୁହାଗୁଡ଼ିରେ କାର୍ଯ୍ୟରତ ସାମ୍ବାଦିକ ଘରୁ ହାଉସ୍ ବ୍ରେକିଂ କରି କିଛି ଅନୋନ୍ ପର୍ସନ୍ ଚୋରି କରିଥିଲେ। ଏଥିରୁ ଆମେ 4 ଜଣଙ୍କୁ ଗିରଫ କରୁଛୁ। ସିମିଲାରଲି ଆମର ରାୟଗଡ଼ା ଥାନା ଆମର 2ଟା ଅଫିସ୍ ଭାଙ୍ଗି ସେମାନେ 2ଟା ଏଲ୍ଇଡି ଟିଭି ନେଇଥିଲେ, ତାକୁ ଆମେ ସିଜର କରୁଛୁ। ସେଥିରେ ସମ୍ପୃକ୍ତ ଅଛନ୍ତି ତ୍ରିନାଥ ବଡ଼ମୁଣ୍ଡି, ଗଗନ ବଡ଼ମୁଣ୍ଡି, ଅମିୟ କୁମାର ପାଲ, ସୀମାଞ୍ଚଳ ପ୍ରଧାନ ଆଉ ଜଣେ ହେମନ୍ତ ମଣ୍ଡଳ। ଏମାନଙ୍କୁ ଆମେ ଚିକିଟି, ବ୍ରହ୍ମପୁର ଆଉ ରାମଗିରିରୁ ଆରେଷ୍ଟ କରିଛୁ। ଜବତ ସମୟରେ ଆମର କେସ୍ ନମ୍ବର 228ରେ ଗୋଟେ କ୍ୟାମେରା, ଗୋଟେ ଟିଭି ଆଉ ଗୋଟେ ମୋବାଇଲ ସେଥିରେ ସିଜର ହେଇଛି। ରାୟଗଡ଼ କେସ୍ର 2ଟା ଟିଭି ସିଜର ହେଇଛି। ଏମାନେ ହାବିଚୁଆଲ ଅଫେଣ୍ଡର। ଏମାନେ ସବୁବେଳେ ଟାର୍ଗେଟ କରୁଛନ୍ତି ଯେଉଁମାନେ ଆମର ଘର କିଛି ଦିନ ଧରି ବନ୍ଦ କରୁନି, ସେମାନେ ଟାର୍ଗେଟ କରନ୍ତି ଅଫିସ୍ ଅଞ୍ଚଳରେ ଘଟୁଥିବା ଆଉ ଯେଉଁ ତଦୁଗୁଡ଼ାକ ହୋଇଛି ୟା ଭିତରେ ତାଙ୍କର ସମ୍ପୃକ୍ତ ଅଛି ବୋଲି କିଛି ତଦନ୍ତ ଚାଲିଛି। ସେଇଟା ଭେରିଫିକେସନ୍ ଚାଲିଛି, ତାଙ୍କର କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ ଭେରିଫିକେସନ୍ ଚାଲିଛି। ଗତବର୍ଷ ମୋହନା ଥାନା ଲୁହାଗୁଡ଼ିର ଜଣେ ବ୍ୟକ୍ତି ଓ ରାୟଗଡ଼ା ଥାନା ଅଞ୍ଚଳର 2 ଜଣଙ୍କ ଘରେ ଚୋରି ହୋଇଥିଲା। 3ଟି ମାମଲା ରୁଜୁ କରି ତଦନ୍ତ କରୁଥିଲା ପୋଲିସ। ଗିରଫ ପରେ ଅଭିଯୁକ୍ତମାନଙ୍କର ଅନ୍ୟ କେଉଁ ଘଟଣାରେ ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ ଚାଲିଥିବା କଥା ମୋହନା ଥାନା ଅଧିକାରୀ କହିଛନ୍ତି। ମୋହନାରୁ ଅଂଶୁମାନ ପଣ୍ଡାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।